ଆପଣ ବି ଥିଲେ ତାପରେ ସେ ବି ମାନେ ତାପରେ ଆଗରେ ଆସିଲେ ତାପରେ ଏବେ ଏବେ ଇଏ ଆସିଲେ ଭାବୁଛନ୍ତି ଇଏ ତୁଲେଇ ପାରିବେ? ନିଶ୍ଚୟ ତୁଲେଇ ପାରିବେ। ତାଙ୍କର ଯଥେଷ୍ଟ ଏକ୍ସପିରିଏନ୍ସ ଅଛି, କାହିଁକି ତୁଲେଇ ନପାରିବେ? ନୂଆ ସଭାପତି ହେଲେ ଏତେ ଦିନ ଗ୍ୟାପ୍ ଯେଉଁ ରହିଲା ଗ୍ୟାପ୍ ପରେ ଏତେ ଦିନ ପରେ ସଭାପତି ନାଇଁ, ଭାବିଚିନ୍ତି AICC କରିଛନ୍ତି, ନିଶ୍ଚିତ ଭାବରେ ୟାର ଭଲ ରେଜଲ୍ଟ ଆସିବ। ଆପଣ ଭଳିଆ ସିନିୟର ଲୋକ ଥାଇକିରି କାହିଁକି ଆପଣ ଭଳିଆ କେତେ ହେଲା ଏକ୍ସପର୍ଟ ପାଇକିରି ନାଇଁ, ତାଙ୍କର ମୋ ଅପେକ୍ଷା ଯଥେଷ୍ଟ ଅଧିକ ଅଭିଜ୍ଞତା। ବିଭିନ୍ନ ରାଜ୍ୟରେ କାମ କରିଛନ୍ତି, AICC ଲେଭେଲରେ କାର୍ଯ୍ୟ କରିଛନ୍ତି। ମୁଁ ତ ବିଭିନ୍ନ ଷ୍ଟେଟ୍ ଆଉ AICCରେ କାର୍ଯ୍ୟ କରିନି, ମୁଁ ଖାଲି ଓଡ଼ିଶା ଭିତରେ ଆବଦ୍ଧ ଥିଲି। ଯାଉ ଶେଷରେ ଜଣେ ଅଭିଜ୍ଞ ଲୋକ, ଯାହାର ବି ଦକ୍ଷତା ବି ଅଛି, ବହୁତ ଅଭିଜ୍ଞତା ଅଛି, ବିଭିନ୍ନ ସ୍ତରରେ ସେ କାର୍ଯ୍ୟ କରିଛନ୍ତି, AICC ସ୍ତରରେ ମଧ୍ୟ ବହୁତ ଦିନ ଧରି କାର୍ଯ୍ୟ କରିଛନ୍ତି। ସେହିଭଳି ଜଣେ ଅଭିଜ୍ଞ ଲୋକଙ୍କୁ ଦାୟିତ୍ୱ ଦେଇଛନ୍ତି। ଭାବୁଛି ତାଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହେବ। ଆପଣ ବି ଥିଲେ ତାପରେ ସେ ବି ମାନେ ତାପରେ ଆଗରେ ଆସିଲେ ତାପରେ ଏବେ ଏବେ ଇଏ ଆସିଲେ ଭାବୁଛନ୍ତି ଇଏ ତୁଲେଇ ପାରିବେ? ନିଶ୍ଚୟ ତୁଲେଇ ପାରିବେ। ତାଙ୍କର ଯଥେଷ୍ଟ ଏକ୍ସପିରିଏନ୍ସ ଅଛି, କାହିଁକି ତୁଲେଇ ନପାରିବେ? ନୂଆ ସଭାପତି ହେଲେ ଏତେ ଦିନ ଗ୍ୟାପ୍ ଯେଉଁ ରହିଲା ଗ୍ୟାପ୍ ପରେ ଏତେ ଦିନ ପରେ ସଭାପତି ନାଇଁ, ଭାବିଚିନ୍ତି AICC କରିଛନ୍ତି, ନିଶ୍ଚିତ ଭାବରେ ୟାର ଭଲ ରେଜଲ୍ଟ ଆସିବ। ଆପଣ ଭଳିଆ ସିନିୟର ଲୋକ ଥାଇକିରି କାହିଁକି ଆପଣ ଭଳିଆ କେତେ ହେଲା ଏକ୍ସପର୍ଟ ପାଇକିରି ନାଇଁ, ତାଙ୍କର ମୋ ଅପେକ୍ଷା ଯଥେଷ୍ଟ ଅଧିକ ଅଭିଜ୍ଞତା। ବିଭିନ୍ନ ରାଜ୍ୟରେ କାମ କରିଛନ୍ତି, AICC ଲେଭେଲରେ କାର୍ଯ୍ୟ କରିଛନ୍ତି। ମୁଁ ତ ବିଭିନ୍ନ ଷ୍ଟେଟ୍ ଆଉ AICCରେ କାର୍ଯ୍ୟ କରିନି, ମୁଁ ଖାଲି ଓଡ଼ିଶା ଭିତରେ ଆବଦ୍ଧ ଥିଲି। ସାର୍ ଆଉ ଗୋଟେ କଥା ସାର୍, ଆପଣ ଥାଉ ଥାଉ ଆପଣଙ୍କ ଘରୁ ଚୋରି ହେଲା, ଏ ନୂଆ ଗଭର୍ଣ୍ଣମେଣ୍ଟ କ'ଣ କରିପାରିଲା ଆପଣ? ମୁଁ ତ କହିବି, ପୁଲିସ ତା କାର୍ଯ୍ୟ ବଡ଼ ନିଷ୍ଠାର ସହିତ ଦକ୍ଷତାର ସହିତ କରିଛି। ସାର୍ ଦୁଇ ଥର ଚୋରି ହେଲାଣି, ଥରେ ନୁହଁ ତାପରେ ଚୋରି ଥରେ ହେଇଛି। पुलिस अपारगता ମୁଁ ପୁଲିସର ଅପାରଗତା ବିଲକୁଲ କହିବିନି। ପୁଲିସ ହାଜ୍ ଡନ୍ ଦର୍ ଜବ୍ ବେଷ୍ଟ।